ଶାଗ ବୁଣା ହେଇଥିଲା। ଦେଖନ୍ତୁ ଶାଗ ଗୁଡ଼ିକ କେତେ ସୁନ୍ଦର ଭାବରେ ଉଠିଛି। ତା ଦେହରେ ଘାସ ପତ୍ର ଯୋଉଟା ପଡ଼ିଛି ମୁଁ ବାଛି ଦେଉଛି। ବୁଣା ହେଇଛି, କେତେ ଶାଗ ହେଇଛି ଆଉ ଶାଗରେ ସବୁ ପତ୍ର ପଡ଼ିଛି ବୋଲି ମୁଁ ବାଛି ଦେଉଛି। ଶାଗ ଗଛ ବଡ଼ ହେଲେ ମୁଁ ଆପଣମାନଙ୍କୁ ନିଶ୍ଚୟ ଦେଖେଇବି। 25 ରୁ 30 ଦିନ ହେଇଗଲାଣି, ଶାଗ ଗଛ ପୁରା ଆମର ବଡ଼ ହେଇଗଲାଣି। ଶାଗରୁ କିଛି ନେଇ ଆଜି ଆମେ ଭାଜିବା। ଏଇଠି ସବୁ ଶାଗ ମୁଁ ତୋଳି ଆଣିଛି, ତାକୁ ଭଲ ଭାବରେ ଧୋଇ କାଟି ଚାଲନ୍ତୁ ଭାଜିବା। ତେଲରେ ଫୁଟଣ ଫୁଟିଗଲାଣି, ଏବେ ଦେଇଦେବା ପିଆଜକୁ ହାଲକା ଭାଜି ନେବା। ହାଲକା ଭାଜି ହେଇଗଲାଣି, ଏବେ ଦେଇଦେବା ରସୁଣ। ଏବେ ସ୍ୱାଦ ଅନୁସାରେ ଲୁଣ। ଏବେ ପ୍ରସ୍ତୁତ ହେଇଗଲା ଆମର ବାଡ଼ି ନେଉଟିଆ ଶାଗ ଭଜା। କିଣା ଶାଗ ଠାରୁ ଆପଣମାନେ ଜାଣିଥିବେ ବାଡ଼ିରେ ବୁଣା ହେଇଥିବା ଶାଗ ଅଧିକ ଟେଷ୍ଟି ହେଇଥାଏ। ନିଶ୍ଚୟ କହିବେ ସତ ନା ମିଛ?